ମହାପୁରୁଷ ମାନେ କହିଛନ୍ତି କାମନାର ବିନାଶ ନହେଲେ ଦୁଃଖର ବିନାଶ ହୁଏ ନାହିଁ। କିନ୍ତୁ କାମନାର ବିନାଶ ହେବ କିପରି? ବୈଦିକ ମନ୍ତ୍ରରେ ମୁନିଋଷିମାନେ ସମସ୍ତଙ୍କର ସୁଖ, ନିରୋଗ, ଶୁଭଦୃଷ୍ଟି ଆଦି କାମନା କରିଥାନ୍ତି। ତେବେ ଏପରି କାମନା କ'ଣ ଦୁଃଖ କିମ୍ବା ବନ୍ଧନ ସୃଷ୍ଟି କରିପାରେ? ସନ୍ଥ ଭୀମଭୋଇ କୁହନ୍ତି, ହେ ଭଗବାନ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ଜଗତ ଉଦ୍ଧାର ହେଲେ ସନ୍ଥ କାହିଁକି ନର୍କକୁ ଯିବେ? ସେ କ'ଣ ଜଗତ ଭିତରେ ନାହାନ୍ତି? ମହାପୁରୁଷମାନେ ନିଜ ପାଇଁ କିଛି ଯାଚକ୍ୟ କରନ୍ତି ନାହିଁ, ଯାହାକି ଦୁଃଖର କାରଣ ହୋଇଥାଏ। ସେଥିପାଇଁ ଏ ପ୍ରକାର କହିଥାନ୍ତି, ବସୁଧୈବ କୁଟୁମ୍ବକମ୍ ନ୍ୟାୟରେ ମୋ ଗାଁର ଉନ୍ନତି ହେଉ, ମୋ ଦେଶର ମଙ୍ଗଳ ହେଉ, ବିଶ୍ୱର କଲ୍ୟାଣ ହେଉ ଇତ୍ୟାଦି ଭାବନା କରୁଥିବା ବ୍ୟକ୍ତି ବ୍ୟଷ୍ଟିଗତ ସଂକୀର୍ଣ୍ଣତାରୁ ଊର୍ଦ୍ଧ୍ୱରେ ରହି ସମଷ୍ଟିଗତ ଚେତନାଜନିତ ଦିବ୍ୟ ଆନନ୍ଦ ଉପଲବ୍ଧି କରୁଥାନ୍ତି। ପିଲାମାନଙ୍କର ପାଠପଢ଼ାର ପରୀକ୍ଷା ସମୟ ଆସିଲେ ମାଟିଏ ଦେବ ମନ୍ଦିରକୁ ଯାଇ ନିଜ ପିଲାର ଭଲ ଫଳାଫଳ କାମନା କରି ପୂଜାର୍ଚ୍ଚନା କରିଥାଏ। ଏହା ଭଲ କଥା, ହେଲେ ଅନ୍ୟ ପିଲାମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରିଥାଏ କି? ମା ଶାରଦା ଦେବୀଙ୍କ ପରି ଯଦି କହିପାରେ, ମୋ ମା ସବୁବେଳେ ମା ଆଉ ସମସ୍ତଙ୍କର ମା, ତେବେ ସେପରି ବ୍ୟକ୍ତି ସମସ୍ତଙ୍କର ସଫଳ ପାଇଁ କାମନା କରିବ ହିଁ କରିବ। ବିଶ୍ୱାତ୍ମ ଚେତନା ଆସିଲେ ବିଶ୍ୱସ୍ରଷ୍ଟା ବିଶ୍ୱନିୟନ୍ତା ପରମେଶ୍ୱରଙ୍କ ନିକଟରେ ବିଶ୍ୱ କଲ୍ୟାଣ ନିମିତ୍ତ କାମନା ଆସିଥାଏ। ଅନ୍ୟମାନଙ୍କର ଉନ୍ନତିରେ ନିଜର ଉନ୍ନତି ଅନୁଭବ ହୁଏ। ଯେପରି ବିଶ୍ୱକର୍ମାଙ୍କ ଦ୍ୱାରା ପାଇଥିବା ଭଗବାନଙ୍କର କୃପା ପ୍ରସାଦକୁ ମା ସୁମତୀ ସର୍ବପ୍ରଥମେ ଗ୍ରାମବାସୀଙ୍କୁ ଅଧିକାର ଦେଇଥିବା ଅନନ୍ୟ ଉଦାହରଣ ଅଛି। ଏଥିପାଇଁ ଗୋଟିଏ କିମ୍ବଦନ୍ତୀ ଶୁଣିବା ଯୋଗ୍ୟ ନିଶ୍ଚିତ। ଗୋଟିଏ ରାଜ୍ୟର ରାଜା ଭିକ୍ଷୁକମାନଙ୍କୁ ଯଥେଚ୍ଛା ଦାନ କରି ନିଜ ରାଜ୍ୟକୁ ଭିକାରୀ ଶୂନ୍ୟ କରିବାକୁ ଘୋଷଣା କଲେ। ଘୋଷଣା ଶୁଣି ଜଣେ ଭିକ୍ଷୁକ କୃଷି କରିବା ଇଚ୍ଛାରେ ପ୍ରଚୁର ଜମି ଯାଚଜ୍ଞା କଲେ। ଅନ୍ୟ ଜଣେ ଭିକାରୀ ଅନେକ ଅର୍ଥରାଶି ଯାଚଜ୍ଞା କଲେ। ଯାଚଜ୍ଞା ଅନୁସାରେ ରାଜାଙ୍କଠାରୁ ଆଶାତୀତ ଧନ ପ୍ରାପ୍ତ ହେଲେ ମଧ୍ୟ। ହେଲେ ତୃତୀୟ ଭିକାରୀ ରାଜାଙ୍କୁ ଶପଥ କରାଇ ଯାଚଜ୍ଞା କଲେ ଥରେ ମାତ୍ର ତାଙ୍କ କୁଟୀରରେ ଅତିଥି ହେବାକୁ। ରାଜା ଆଶ୍ଚର୍ଯ୍ୟ ହେଲେ, ଧନ କିଛି ମାଗି ନେବାକୁ ପରାମର୍ଶ ଦେଲେ। କାରଣ ରାଜା ଚାହୁଁଛନ୍ତି ମୋ ରାଜ୍ୟରେ କେହି ଭିକାରୀ ନ ରୁହନ୍ତୁ। ହେଲେ ଧନୀ ହେବାର ଏଇଟା କେଉଁ ତରିକା? ତୃତୀୟ ଭିକାରୀ ଶୁଣିବାକୁ ନାରାଜ। ଗୋଟିଏ ଜିଦି, ରାଜା ମୋ ଘରେ ପାଦ ଦେଇ ଆସିବେ। ରାଜା ସତ୍ୟ ସଂକଳ୍ପବଦ୍ଧ, ତେଣୁ ସ୍ୱୀକୃତି ଦେଲେ। ଏଣେ ଭିକାରୀର ପତ୍ନୀ ରାଗରେ ତମତମ ହୋଇ କହିଲେ, ରାଜା ଯାଚି କରି ଦେଉଥିଲେ, କିଛି ବି ଆଣିଲେନି, ଛୁଆ ଭୋକ ଉପାସରେ ଆଉଟୁ ପାଉଟୁ, ୟାଙ୍କର ଖାଲି ରାଜାଙ୍କର ପାଦ ଚିନ୍ତା। ଭିକାରୀ କହିଲା, ଧୈର୍ଯ୍ୟ ଧର, ଭଗବାନ ମଧ୍ୟ ସର୍ବଦା ଏହି କଥା କହି ଆଶୀର୍ବାଦ କରିଥାନ୍ତି। କେତେଦିନ ପରେ ରାଜା ମନେ ପକାଇ ମନ୍ତ୍ରୀ ମହୋଦୟଙ୍କୁ ଆଦେଶ କଲେ, ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉ ମନ୍ତ୍ରୀବର, ଏବେ ଭିକାରୀ ଘର ବୁଲି ଆସିବା। ମନ୍ତ୍ରୀ କହିଲେ, ଏହା ଅସମ୍ଭବ ମହାରାଜ, କାରଣ ତା ଘର ଅନେକ ଦୂରରେ, କେତେ ନଦୀ, ନାଳ, ଜଙ୍ଗଲ, ପାହାଡ଼ ଦେଇ ଯିବାକୁ ହେବ। ମଣିମା ତ ଏକା ଯିବେନି, ସାଥିରେ ହାତୀ, ଘୋଡ଼ା, ସୈନିକ, ଏମାନେ କେମିତି ଯିବେ? ତା ଛଡ଼ା ସେ ଗାଁକୁ ଗଲେ ମଣିମା କ'ଣ ଶାନ୍ତିରେ ବିଶ୍ରାମ କରିପାରିବେ? କିଏ କହିବ ଗାଁରେ ପୋଖରୀ ନାହିଁ, ବିଦ୍ୟାଳୟ ନାହିଁ, ସ୍ୱାସ୍ଥ୍ୟ ନାହିଁ, ଘର ନାହିଁ, କିଏ କହିବ ବିଜୁଳି ନାହିଁ, ଇତ୍ୟାଦି ଇତ୍ୟାଦି। ରାଜା କହିଲେ, ମୁଁ ତା ଘରକୁ ଯିବା ପାଇଁ ସତ୍ୟ ସଂକଳ୍ପ କରିଛି। ତେଣୁ ରାଜ୍ୟର ସଡ଼କ ଯୋଜନା ବିଧିରେ ତା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ପୋଲ ଆଦି କରାଯାଉ। ମୁଁ ଯେଉଁ ଗ୍ରାମକୁ ଯିବି ସେହି ଗ୍ରାମରେ ଯେପରି କୌଣସି ଅଭାବ ଅସୁବିଧା ଜନିତ ଅଭିଯୋଗ ନ ହେବ ସେପରି ସୁବ୍ୟବସ୍ଥା କରାଯାଉ। ଆଉ ମୁଁ ଯାହା ଗୃହରେ 2 ଦିନ ଆତିଥ୍ୟ ନେବି ସେଠାରେ ସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯାଉ। ମହାରାଜାଙ୍କର ଆଦେଶ ମୁତାବକ ସବୁକିଛି ବ୍ୟବସ୍ଥା ସୁସମ୍ପନ୍ନ ହୋଇଗଲା। ଅର୍ଥାତ୍ ସମସ୍ତଙ୍କର ବ୍ୟକ୍ତିଗତ ଆବାସ ବ୍ୟବସ୍ଥା ହେବା ସହିତ ସାମୂହିକ ଆବଶ୍ୟକତାର ବ୍ୟବସ୍ଥା ମଧ୍ୟ ହୋଇଗଲା ତଥା ଭିକାରୀଟିର ଗୃହ ରାଜଉଆସ ପରି ହୋଇଗଲା। ସୁଧୀଜନ ନିଶ୍ଚୟ ବୁଝିପାରିଥିବେ ରାଜାଙ୍କ ନିକଟରେ ତୃତୀୟ ଭିକାରୀଟିର ଯାଚଜ୍ଞା କରିବା ରହସ୍ୟ। ଜମି ତଥା ଟଙ୍କା ନେଇଥିବା ଯାଚକମାନେ ତାର ଉପଯୋଗ କରି ନ ଜାଣିବାରୁ ଦିନ କେଇଟାରେ ଯଥାପୂର୍ବମ୍ ତଥାପରମ୍ ଅବସ୍ଥା ହୋଇଗଲା। କିନ୍ତୁ ତୃତୀୟ ଭିକାରୀର ଯାଚଜ୍ଞା ଦ୍ୱାରା ଗ୍ରାମର ତଥା ଅଞ୍ଚଳର ସମସ୍ତ ପ୍ରକାର ମଙ୍ଗଳ ହେବା ସହିତ ନିଜର ଅଶେଷ କଲ୍ୟାଣ ହୋଇପାରିଲା। ସମଷ୍ଟିଗତ ମହତ କାମନା ଦ୍ୱାରା ବ୍ୟଷ୍ଟିଗତ ସମସ୍ତ ଦୁଃଖର ବିନାଶ ହୋଇଥାଏ। ଯେପରି ପାଣିକୁ ଗ୍ଲାସରେ ରଖିଲେ ଅଧିକ ଗଭୀର ଥାଏ, କିନ୍ତୁ ଥାଳିରେ ରଖିଦେଲେ ପତଳା ହୋଇଯାଏ। ଏହି ବିଶ୍ୱ ଯାହାର, ମୁଁ ତାହାର, ଏପରି ଦିବ୍ୟ ଚିନ୍ତନରେ ଥିବା ବ୍ୟକ୍ତି ବିଶ୍ୱ କଲ୍ୟାଣ ନିମିତ୍ତ କୌଣସି ସମୟରେ ନିଜକୁ ସମର୍ପଣ କରିଥାଏ। ଏଥିପାଇଁ ଭାଗବତ କୁହନ୍ତି, ଧନ୍ୟ ସେ ପ୍ରାଣୀ ଏ ଜଗତେ ଯେ ପ୍ରାଣ ଧରେ ପରହିତେ। ସଦ୍ଗୁରୁ ଭଗବାନ ସୋହମ ସ୍ୱାମୀ କୁହନ୍ତି, ପାଦରେ କଣ୍ଟା ପଶିଥିଲେ ଯେପରି ଅନ୍ୟ ଏକ କଣ୍ଟା ସାହାଯ୍ୟରେ ବାହାର କରାଯାଏ, ଠିକ୍ ସେହିପରି ବିଶିଷ୍ଟ କାମନା ଦ୍ୱାରା ସଂକୀର୍ଣ୍ଣ ସ୍ୱାର୍ଥ କାମନାକୁ ନଷ୍ଟ କରାଯାଇ